ଆସନ୍ତୁ ଜାଣିବା ମୋବାଇଲ ମାଧ୍ୟମରେ କିପରି ଫଟୋର ବ୍ୟାକଗ୍ରାଉଣ୍ଡକୁ ଚେଞ୍ଜ କରିବା। ସର୍ବପ୍ରଥମେ ଆମେ ମୋବାଇଲରେ ଥିବା ଗୁଗଲ ବା କ୍ରୋମକୁ ଓପନ୍ କରିବା। ତାପରେ ସର୍ଚ୍ଚ କରିବା ଚେଞ୍ଜ ବିଜି। ସର୍ଚ୍ଚ କରି ସାରିଲା ପରେ ଯେଉଁ ପ୍ରଥମ ଆସୁଥିବା ୱେବସାଇଟ୍ଟିକୁ ଓପନ୍ କରିବା। ଓପନ୍ କରି ସାରିଲା ପରେ ଦେଖାଯାଉଥିବା ଅପଲୋଡ଼ ଇମେଜ୍ ସେଇଠାରେ କ୍ଲିକ୍ କରିବା। ତାପରେ ଆମକୁ ଯେଉଁ ଫଟୋଟା ତାର ବ୍ୟାକଗ୍ରାଉଣ୍ଡ କଲର୍ ଚେଞ୍ଜ କରିବାର ଅଛି ସେଇ ଫଟୋଟିକୁ କ୍ଲିକ୍ କରିବା, ସିଲେକ୍ଟ କରିବା। କିଛି ସମୟ ୱେଟ୍ କରି ସାରିଲା ପରେ ଫଟୋଟି ଅପଲୋଡ଼ ହୋଇଯାଉଛି। ତାପରେ ଆମ ଇଚ୍ଛା ଅନୁସାରେ ଦିଆଯାଇଥିବା ବ୍ୟାକଗ୍ରାଉଣ୍ଡ କଲର୍କୁ ସିଲେକ୍ଟ କରିବା। ଯେମିତିକି ଏଠାରେ ଦିଆଯାଇଛି କିଛି ଷ୍ଟ୍ରକ୍ଚର ବ୍ୟାକଗ୍ରାଉଣ୍ଡ କଲର୍, ତା ମଧ୍ୟରୁ ସିଲେକ୍ଟ କରିବା। ଯେଉଁଟା ଆପଣଙ୍କୁ ସୁନ୍ଦର ଲାଗିବ ସେଇଟାକୁ ଆପଣ ସିଲେକ୍ଟ କରିପାରିବେ ଏବଂ ଡାଉନଲୋଡ଼ ଉପରେ କ୍ଲିକ୍ କରିପାରିବେ। ବର୍ତ୍ତମାନ ଆମର ଫଟୋଟି ସେ ବ୍ୟାକଗ୍ରାଉଣ୍ଡ ସହିତ ଡାଉନଲୋଡ଼ ହୋଇଯାଇଛି, ତାହାକୁ ଓପନ୍ କରିକି ଦେଖିପାରିବା। ସମ୍ପୂର୍ଣ୍ଣ ରୂପେ ଆମର ଫଟୋର ବ୍ୟାକଗ୍ରାଉଣ୍ଡ କଲର୍ ଚେଞ୍ଜ ହୋଇଯାଇଛି। ଧନ୍ୟବାଦ।